ପୁଣି ଆମମାନଙ୍କ ମଧ୍ୟରେ ଉପସ୍ଥିତ ଯେଉଁ ପ୍ଲାଟଫର୍ମର ହୋଷ୍ଟ ମହାଶୟ, ଆଜିର ମଧ୍ୟସ୍ଥି ପ୍ରାର୍ଥନାକୁ ଲିଡ୍ କରୁଥିବା ପ୍ରମୋଦ ପରିଚ୍ଛା ଆଜ୍ଞା, ଜେନା ସାର୍, ସଚିନ ସାର୍, ପ୍ରତ୍ୟେକଙ୍କୁ ପୁଣି ଭିଡ଼ିଓ ଉପରେ ବସିଥିବା ପ୍ରତ୍ୟେକ ପରିବାରକୁ ମୋ ପରିବାର ତରଫରୁ, ମୋ ବ୍ୟକ୍ତିଗତ ଜୀବନ, ମୋ ମଣ୍ଡଳୀ ତରଫରୁ ଖ୍ରୀଷ୍ଟ ପ୍ରେମର ନମସ୍କାର ମୁଁ ଜଣାଉଛି। ସମସ୍ତଙ୍କୁ ନମସ୍କାର। ଆପଣମାନଙ୍କର ସ୍ନେହ ପ୍ରେମ ଯୋଗୁଁ ଆଜି ମୁଁ ଏ ପ୍ଲାଟଫର୍ମ ମଧ୍ୟରେ ଲିଡ୍ କରିବାର ସୁଯୋଗ ମଧ୍ୟ ମୁଁ ପାଉଛି। ଅନେକ ସମୟରେ ଆରାଧନା କରିବାର ସୁଯୋଗ ପାଉଛୁ, ଆଉ ଅନେକ ସମୟରେ ବାକ୍ୟ ପରିବେଷଣ କରିବାର ସୁଯୋଗ ମଧ୍ୟ ପାଉଛୁ। ତ ପ୍ରଭୁ ଗୌରବ ପାଆନ୍ତୁ। ଆସନ୍ତୁ ଆମମାନେ ଏହି ସମୟରେ ଆଜିର ଉପାସନାକୁ ଆରମ୍ଭ କରିବା ପୂର୍ବରୁ, ଆରାଧନାକୁ ଯିବା କରିବା ପୂର୍ବରୁ ପଦେ ପ୍ରାର୍ଥନା କରିବା। ଦୟାମୟ ସ୍ୱର୍ଗୀୟ ପିତା, ପୂଜା ପ୍ରଶଂସା ମହିମା ଗୌରବ ତୁମ୍ଭର ହଉ। 4:30 ଠାରୁ ପ୍ରଭୁ ଏହି ସମୟ ପର୍ଯ୍ୟନ୍ତ ତ ଆମ ପ୍ରତ୍ୟେକଙ୍କ ସହିତ ରହିଅଛ। ପ୍ରିୟ ପ୍ରଭୁ, ଅନେକ ବିଷୟ ନିମନ୍ତେ ପ୍ରାର୍ଥନା କରିଗଲୁ। ମୁଁ ବିଶ୍ୱାସ କରି ପ୍ରତ୍ୟେକ ପ୍ରାର୍ଥନାର ତ ତୁମେ ଦେଇଛ ଦେବ ବୋଲି ବିଶ୍ୱାସ କରୁଛି ବାପା। ବର୍ତ୍ତମାନ ସମୟ ଆରାଧନା ମଧ୍ୟକୁ ଆମେ ଯିବୁ, ଆରାଧନା ପରେ ପରେ ବାକ୍ୟକୁ ଯିବୁ। ପ୍ରିୟ ପ୍ରଭୁ, ସବୁ ମହିମା ସବୁ ଗୌରବ ଆରାଧନା ଆଉ ବାକ୍ୟରେ ତୁମେ ପାଅ ବୋଲି ମୁଁ ପ୍ରାର୍ଥନା କରି ଆଜିର ଉପାସନାକୁ ଲିଡ୍ କରିବା ପାଇଁ ମୋତେ ଦେଇଛ ପ୍ରଭୁ। ଦୟା ଅନୁଗ୍ରହ କରି ଉତ୍ତମ ବୁଦ୍ଧି ଜ୍ଞାନ ମୋତେ ଦିଅ, ଉତ୍ତମ ଭାବରେ ଉପାସନାକୁ ପରିଚାଳନା କରିପାରିବି ତୁମେ ସାହାଯ୍ୟ କର। ତୁମର ଯୋଉ ଦାସ ପ୍ରଭୁ ଆରାଧନା କରିବେ ତାଙ୍କୁ ମଧ୍ୟ ପ୍ରଭୁ ଆତ୍ମାରେ ପୂର୍ଣ୍ଣ କର। ତୁମର ଦାସ ପ୍ରଭୁ ବାକ୍ୟ ନେଇ ଆସିବେ ତାଙ୍କୁ ମଧ୍ୟ ପ୍ରଭୁ ଆତ୍ମାରେ ପୂର୍ଣ୍ଣ କର। ଆଗାମୀ ସମୟକୁ ତୁମ ହସ୍ତରେ ସମର୍ପଣ କରୁଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ମହିମା ସବୁ ଗୌରବ ପାଉ ପାଉ ପ୍ରଭୁ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ତୁମର ବାକ୍ୟରେ ଆୟତରେ ରଖ। এই ছোট ପ୍ରାର୍ଥନା ଅତି ଶୀଘ୍ର ଆସୁଥିବା ଆମ ପ୍ରାଣର ପ୍ରିୟ ନାଜରିତୀୟ ଯୀଶୁ ତୁମ୍ଭ ନାମରେ ମାଗିଲୁ, ଆମେନ୍। ତ ପ୍ରିୟ ମଣ୍ଡଳୀ, এই ପ୍ରଭାତ ସମୟରେ ମୁଁ ପ୍ରତ୍ୟେକଙ୍କୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ନାମରେ ଆଜିର ଉପାସନା ମଧ୍ୟକୁ ମୁଁ ସ୍ୱାଗତ ଜଣାଏ। ଆଉ ଗୋଟେ ପଦ ବାକ୍ୟ ମୁଁ ପଢିବି, ଆପଣ ପ୍ରତ୍ୟେକଙ୍କୁ ମୁଁ ସ୍ୱାଗତ ଜଣାଉଛି। ଏ ସକଳ ଦେଶ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର, ଆନନ୍ଦରେ ସଦାପ୍ରଭୁଙ୍କର ସେବା କର, ଗାନ କରି ତାହାଙ୍କର ଛାମୁକୁ ଆସ। ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି ଏହା ତୁମ୍ଭେମାନେ ଜ୍ଞାତ ହୁଅ। ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେମାନେ ତାହାଙ୍କର ଅଟୁ। ଆମ୍ଭେମାନେ ତାହାଙ୍କର ଲୋକ ଓ ତାହାଙ୍କ ଚରାସ୍ଥାନର ମେଷ। ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ ଓ ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର। ତାହାଙ୍କର ସ୍ତବ କର ଓ ତାହାଙ୍କ ନାମର ଗୁଣାନୁବାଦ କର। ଏ ବାକ୍ୟ ଦେଇ ଯେଉଁ ମଣ୍ଡଳର ପ୍ରତ୍ୟେକ ପରିବାର ପ୍ରତ୍ୟେକଙ୍କୁ ଆଜି ମୁଁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ନାମରେ ସ୍ୱାଗତ କରୁଛି। ପୁନର୍ବାର ପ୍ରତ୍ୟେକଙ୍କୁ ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମେ ଆରାଧନା ମଧ୍ୟକୁ ଯିବା। ଆମମାନଙ୍କ ମଧ୍ୟରେ ଆମମାନଙ୍କର ଅତି ପ୍ରିୟ ବୋଲି ମୁଁ କହିବି ସଚିନ ସାର୍ ଅଛନ୍ତି। ସେ ସମ୍ମୁଖକୁ ଆସିବେ ଆଉ ଆଜିର ୱାର୍ସିପ ମଧ୍ୟରେ ଆମକୁ ଆଗକୁ ପଢେଇ ନେବେ। ଲେଖାଯାଏ ତାଙ୍କ ନିମନ୍ତେ ଗୋଟେ ବାକ୍ୟ ମୁଁ ପଢୁଛି। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର ଓ ଭକ୍ତମାନଙ୍କ ସମାଜରେ ତାହାଙ୍କର ପ୍ରଶଂସା ଗାନ କର। ସାର୍ ନମସ୍କାର, ପ୍ରେଜ୍ ଦ ଲର୍ଡ। ସମୟଟା ଆପଣଙ୍କର, ଆପଣ ଆଗକୁ ଆରାଧନା ସହିତ ସମୟ ସୀମା ମଧ୍ୟରେ ଆମକୁ ପଢେଇ ନେବେ। ପ୍ରେଜ୍ ଦ ଲର୍ଡ। Praise the Lord. Hallelujah. प्रभु को गौरव महिमा प्रशंसा हो। मोर आवाज शुभुची? आज्ञा आसुची? Praise the Lord. Hallelujah. ମୁଁ ସର୍ବପ୍ରଥମେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆମ ଜୀବିତ ପରମ ପିତା ପରମେଶ୍ୱର ପ୍ରଭୁ ଯୀଶୁ ବାପାଙ୍କୁ ମୁଁ ଧନ୍ୟବାଦ ଦିଏ କି ଆଜିର ଦିନ ପ୍ରଭୁ ଆମକୁ ଦେଲେ, ରାତ୍ରିରେ ଭଲ ନିନ୍ଦ୍ରା ଦେଇ ସକାଳ ଭୋର ସମୟରେ ପରମେଶ୍ୱରଙ୍କ ଚରଣ ତଳେ ବସିବା ନିମନ୍ତେ ଆମେ ସମସ୍ତ ପରିବାରକୁ ଗୋଟେ ମଞ୍ଚ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆରେ ଏତେ ବଡ଼ ମଞ୍ଚରେ ଆମ ସମସ୍ତ ପରିବାରକୁ ଏକତ୍ରିତ କରି ଅଛନ୍ତି ସଦାପ୍ରଭୁ, ସେଥିପାଇଁ ମୁଁ ବିଶେଷ କରି ହୃଦୟ ସହିତ ମୁଁ ସଦାପ୍ରଭୁକୁ ଧନ୍ୟବାଦ ଦିଏ। ଆଜିର ଦିନ କିଏ ଦେଖିପାରିଲା ନାହିଁ, ଲେକିନ ଆଜି ଆମକୁ ଏତେ ସୁନ୍ଦର ସୁଯୋଗ ମିଳିଅଛି କି ଆମେ ସଦାପ୍ରଭୁଙ୍କ ଉପସ୍ଥିତିରେ ବସିଅଛୁ। ଆଉ ଧନ୍ୟବାଦ ଦିଏ ଆମ ପ୍ରିୟ ଆଜ୍ଞା ପାଇଁ, ହୋଷ୍ଟ ଆଜ୍ଞା ପାଇଁ, ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆର ହୋଷ୍ଟ ଆଜ୍ଞା ପାଇଁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ସାର୍, ଆପଣ ମୋତେ ବହୁତ ପ୍ରେମ କରୁଅଛନ୍ତି, ମୋ ପାଇଁ ପ୍ରାର୍ଥନା କରୁଅଛନ୍ତି। ମୁଁ ସେଥିପାଇଁ ଧନ୍ୟବାଦ ଦିଏ। ମୋତେ ସୁନ୍ଦର ସୁଯୋଗ ଦେଲେ କି ଏରକ ପ୍ଲାଟଫର୍ମରେ ମୋତେ ଆରାଧନା କରିବା ପାଇଁ ମୌକା ଦେଇଅଛନ୍ତି, ସେଥିପାଇଁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ସୁଧୀର ସାର୍, ମୁଁ ଧନ୍ୟବାଦ ଦିଏ ମୋତେ ଆହ୍ୱାନ କଲେ
सुंदर मौका देले आराधना करबा पाई सेति धन्यवाद और जिते लोक माने ई मंच रे अछंती मोर मां बापा भाई भौणी समस्त को मो हृदय सहित प्रभु यीशु को नारी नमस्कार जनाई प्रेज द लॉर्ड हालेलुया आसुदो छोटो प्रार्थना करी आमे प्रभु को आराधना बुझबा धन्यवाद 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 सर्वशक्तिमान जीवित पिता इस सुंदर समय पाई धन्यवाद दिए बापा रात्रि रे मते सुरक्षा रखी आज दिन तुम चरण तले बसई अछ पिता से धन्यवाद एड पर प्लेटफॉर्म रे प्रभु तुम मते आनी अछ से धन्यवाद दिए प्रभु मो विशेष कर निजको समर्पित करू अछि पिता मो होठ जिह्वा को तुम शुद्ध पवित्र निर्मल कर मो हृदय को तुम शुद्ध कर प्रभु निजर अपराध को स्वीकार करू दिन प्रतिदिन तुम विरुद्ध में जाने अनजाने में जे भी अपराध गलती करू पिता तुम क्षमा कर आम पाप को पिता परमेश्वर क्षमा करी तुम निमंते आमको पिता व्यवहार करू प्रार्थना करू स्वीति प्रभु इस जगह प्रभु तुम आराधना पाई आम आसी पिता तुम गौरव महिमा प्रशंसा केवल तुम्हारी ही हो हाँ पिता तुम हस्त इस्तेमाल कर पिता जिसु तो नारी मांगू आमीन हालेलुया आसंतु गोटे गीत गाई आम सदा प्रभु को प्रशंसा करबा मौका माने हालेलुया हालेलुया आवाज आसुची म्यूजिक थैंक यू लॉर्ड हालेलुया लगे तोरे लागू हालेलुया मैं गाऊं तुझे इसको लगे तोरे लागू दीपक मेले भी हालेलुया आपस मेले भी हालेलुया खुशी मेले भी हालेलुया दुखड़ मेले भी हालेलुया चिंता ने भी हालेलुया चाह करूं भी हालेलुया चिंता ने भी हालेलुया चाह करूं भी हालेलुया हालेलुया मैं गाऊं तुझे इसको लगी तोरे लागू हालेलुया मैं गाऊं तुझे इसको लगी तोरे लागू हालेलुया मैं गाऊं तुझे इसको लगी तोरे लागू आमीन हालेलुया इस सकाल समय में हमें प्रभु की स्तुति और महिमा करिबा मौका मिले सब तेरे गाए भी हालेलुया मौत के बुझा भी हालेलुया जी जानी खिले हालेलुया मोरी हो जी गाले हालेलुया टोपी मतिले हालेलुया फल तिले गाए भी हालेलुया टोपी मतिले हालेलुया फल तिले गाए भी हालेलुया हालेलुया मैं गाऊं तुझे इसको लगी तोरे लागू हालेलुया मैं गाऊं तुझे इसको लगी तोरे लागू हालेलुया मैं गाऊं तुझे इसको लगी तोरे लागू धन्यवाद प्रभु तुम गौरव महिमा हो पिता धन्यवाद यीशु राजा सकाले उठले हालेलुया
তোর লাগি তোর লাগি হালেলুয়া ওই গাউতবে 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 তোর লাগি তোর লাগি हालेलुया आमे सकाले उठले हालेलुया बेल बुड़ी गले भी हालेलुया प्रभु को स्तुति सदा सर्वदा हमर मुखर हो मुख्य माने हालेलुया आसु गाओ गोटे गीत गाई आमे सदा प्रभु को गौरव महिमा प्रशंसा करिबा थैंक यू जीसस धन्यवाद प्रभु जी धन्यवाद प्रभु जी धन्यवाद प्रभु जी आमेन हालेलुया Amen. Praise the glory. ये जीवन प्रभु तम पाई हालेलुया प्रभु तम गौरव तम प्रशंसा होगा Amen. Praise the Lord. जीवन तुम बिना प्रभु भल लगे ना ये आनंद तुम बिना जिसु भल लगे ना ये जीवन तुम बिना जिसु भल लगे ना ये आनंद तुम बिना जिसु भल लगे ना भल लगे ना भल लगे ना भल लगे ना ये जीवन भल लगे ना किछि भल लगे ना किछि भल लगे ना जीवन तुम बिना प्रभु भल लगे ना ये आनंद तुम बिना जिसु भल लगे ना हाँ प्रभु ये जीवन तुम्हें दे राजा तुम सेवा निमित्त हमको व्यवहार करो तुम सेवा निमित्त हमें व्यवहार हेतु और प्रभु तुम गौरव महिमा प्रशंसा करेगी बाबा हालेलुया प्रभु की महिमा हो हालेलुया भगवान दास रुक जाओ बाना तुम बिना प्रभु सुख सारा भगवान दास रुक जाओ बाना तुम बिना प्रभु सुख सारा जीवन तुम बिना प्रभु भल लगे ना आनंद तुम बिना जिसु भल लगे ना जीवन तुम बिना प्रभु भल लगे ना ये आनंद तुम बिना जिसु भल लगे ना
you, Lord. Hallelujah. Thank you, Jesus. प्रभु तुम गौरव हो. Sorry. Asunto algo di kita gayon sa dapat प्रभु गौरव କରିବା. Hallelujah. स्तुति हो पिता, तुम गौरव महिमा हो प्रशंसा हो पिता. सुंदर समय पाई प्रभु तुम देइछ, ସେଥିପାଇଁ धन्यवाद କରୁଅଛୁ राजा. पवित्र आत्मा परमेश्वर तुम्हें महिमा को योग्य प्रभु, तुम गौरव महिमा हो. आसु प्रभु दुगाई प्रभु को प्रशंसा କରିବା. हालेलुया. सब प्रार्थना आराधना सुनिबा परमेश्वर. हालेलुया. स्तुति हो. थैंक यू जीसस, थैंक यू जीसस, थैंक यू जीसस. स्तुति हो. धन्यवाद प्रभु. स्तुति धन्यवाद प्रभु जी. हालेलुया. यहोवा नाम है तेरा, सबसे ऊंचा रहे, सबसे महिमा पाए. सबसे महिमा पाए. यहोवा नाम है तेरा, सबसे ऊंचा रहे, सबसे महिमा पाए. प्यारे यीशु सबसे महिमा पाए. यहोवा नाम है तेरा. हाँ प्रभु, यहोवा परमेश्वर है आप, जो कभी भी नहीं बदलते. आप जैसे हैं वैसे हैं प्रभु. आप हमारी प्रार्थनाओं का उत्तर देने वाले परमेश्वर हैं. जाती प्रार्थना सुनी, मन्ना बरसाया तूने. मूसा की प्रार्थना सुनी, मन्ना बरसाया तूने. हमारी भी प्रार्थना को सुन. तू ही यहोवा है. हमारी भी प्रार्थना को सुन. तू ही यहोवा है. यहोवा नाम है तेरा यीशु राजा, सबसे ऊंचा रहे, सबसे महिमा पाए. प्यारे यीशु सबसे महिमा पाए. यहोवा नाम है तेरा. हाँ प्रभु, हम सबकी प्रार्थनाओं का उत्तर देने वाला परमेश्वर, हम सबकी प्रार्थनाओं को सुनकर हमारी सहायता करने वाला परमेश्वर, धन्यवाद करते हैं खुदावन. एलिया की प्रार्थना सुनी, अग्नि बरसाया तूने. एलिया की प्रार्थना सुनी, अग्नि बरसाया तूने. हमारी भी प्रार्थना को सुन. तू ही यहोवा है. हमारी भी प्रार्थना को सुन. तू ही यहोवा है. यहोवा नाम है तेरा, सबसे ऊंचा रहे, महिमा पाए. प्यारे यीशु सबसे महिमा पाए. यहोवा नाम है तेरा. आप प्रभु, आपने दानियल की प्रार्थनाओं को सुना और परमेश्वर सेनों का मुंह बंद कर दिया. खुदा, आप
हमारी प्रार्थनाओं को सुनिए, हमारे हर एक शत्रुओं के मुंह को बंद कीजिए प्यारे परमेश्वर। हालेलुया, थैंक यू जीसस। धन्यवाद पवित्र आत्मा। दानियल की प्रार्थना सुनी, शेरों का मुंह बंद किया। दानियल की प्रार्थना सुनी, शेरों का मुंह बंद किया। हमारी प्रार्थना को सुन, तू ही यहोवा है। आमीन आमीन। हमारी प्रार्थना को सुन, तू ही यहोवा है। यहोवा नाम है तेरा, मेरे यीशु बाबा सबसे ऊंचा है। सबसे तो महिमा पाए मेरे प्यारे यीशु, सबसे तो महिमा पाए। यहोवा नाम है तेरा, मेरे खुदावंद यीशु सबसे ऊंचा है। सबसे तो महिमा पाए मेरे प्यारे यीशु, सबसे तो महिमा पाए। थैंक यू जीसस। प्रभु जी मैं धन्यवाद करता हूँ स्वर्गीय पिता, आपने हम सबको इस्तेमाल किया प्रभु। हमारी प्रार्थनाओं का उत्तर देने वाला परमेश्वर केवल एकमात्र प्रभु यीशु आप ही हैं खुदावंद। उस संसार में सारी सृष्टि के मालिक आप ही हैं प्रभु। मैं आपका धन्यवाद करता हूँ स्वर्गीय पिता, वो जैसे तुझे पापी मनुष्य को प्रभु आपने आराधना के लिए इस्तेमाल किया, इसके लिए मैं धन्यवाद करता हूँ प्रभु। इन दिनों में पिता परमेश्वर प्रभु आपकी स्तुति, आपकी महिमा, सेवकाई के लिए पिता मुझे इस्तेमाल कर कि प्रभु आपकी महिमा कर सको। हर कोने कोने में प्रभु आपका सुसमाचार आपकी आराधना में दे सकूं, दया कीजिए प्रभु। मैं आपके हाथों में समर्पित करता हूँ प्रभु। मेरे गले को खोला, मेरे गले में प्रॉब्लम होने के बाद भी आपने पिता आवाज को खोला, इसके लिए धन्यवाद। मेरे जीवित पिता मैं आपकी महिमा करता हूँ। सुंदर समय के लिए धन्यवाद। आदर महिमा सलाह आपको देते हुए व्यक्ति यीशु नासरी के नाम से मांगता हूँ पिता, आमीन आमीन आमीन। प्रेज द लॉर्ड सर। सुंदर समय देवा Praise the Lord, ଆଜ୍ଞା ଧନ୍ୟବାଦ। ଅତି ସୁନ୍ଦର ଭାବରେ ଅତି ହୃଦୟ ସ୍ପର୍ଶୀ ଗୀତ ଗାଇ ଆରାଧନା ମାଧ୍ୟମରେ ପ୍ରତ୍ୟେକଙ୍କୁ କରାଯାଇଥିବା ତ ଆମେ ରିଏଲ ମିନିଷ୍ଟର ଇଣ୍ଡିଆ ତରଫରୁ ପରିବାର ପ୍ରତ୍ୟେକ ତରଫରୁ ଆପଣଙ୍କୁ ଧନ୍ୟବାଦ। ସମସ୍ତେ ଗୋଟେ ଉଚ୍ଚ କରତାଳି ବଜାଇ ତାଙ୍କୁ ଆମେ ଧନ୍ୟବାଦ ଜଣାଇବା। ଧନ୍ୟବାଦ ସାର୍। ଆଗାମୀ ଦିନମାନଙ୍କରେ ଏହି ପ୍ରକାର ସମୟ ବାହାର କରି ଯେତେବେଳେ ଆମେ ଅନୁରୋଧ କରୁ ଆପଣ ଆସି ଆମ ସହିତ ପାର୍ଟସିପରେ ଆଗକୁ କଢ଼େଇବା ପାଇଁ ଆମକୁ ସାହାଯ୍ୟ କରିବେ, ତାମାନଙ୍କର ନିବେଦନ ରହିଲା। ତ ନିଶ୍ଚିତ ଭାବରେ ପ୍ରଭୁ ଗୌରବ ପାଇଛନ୍ତି। ବର୍ତ୍ତମାନ ସମୟ ଆନାଉନ୍ସମେଣ୍ଟର ସମୟ, ଯଦି କିଛି ଆନାଉନ୍ସମେଣ୍ଟ ଅଛି ଆମମାନଙ୍କ ମଧ୍ୟରେ ହୋଷ୍ଟ ଆଜ୍ଞା ଅଛନ୍ତି, ଅଳ୍ପ ସମୟ ଭିତରେ ସେ ରଖିବେ, ତାପରେ ଆମେ ଆଗକୁ ବାକ୍ୟ ଆଡକୁ ଯିବା। ହୋଷ୍ଟ ଆଜ୍ଞା ନମସ୍କାର। ଆଜ୍ଞା ପ୍ରେଜ୍ ଦ ଲର୍ଡ, ନମସ୍କାର। ଆଉ ବାକ୍ୟ ସରିଲା ପରେ ଆମେ ଆନାଉନ୍ସମେଣ୍ଟ କରିବା, ପ୍ରାର୍ଥନା କରିବା ସାର୍। ଆଜ୍ଞା ଆଉ ଯଦି ଆମେ କମ୍ଫର୍ଟେବଲ ଜାଗାରେ ଅଛୁ, ଠିକ ଜାଗାରେ ବସିଛୁ, ପ୍ରଭୁଙ୍କର ଗୌରବ ପାଇଁ, ପରସ୍ପରକୁ ଉତ୍ସାହିତ କରିବା ପାଇଁ, ବକ୍ତାଙ୍କୁ ଆଉ ପରିଚାଳକଙ୍କୁ ୱାର୍ସିପରଙ୍କୁ ଉତ୍ସାହିତ କରିବା ପାଇଁ ଆମେ ଭିଡିଓ ଅନ୍ କରି ବସିପାରିବା। ଆଉ କଣ୍ଟିନ୍ୟୁ କରନ୍ତୁ ସାର୍। ଓକେ, ଥ୍ୟାଙ୍କ ୟୁ ସାର୍। ତ ବାକ୍ୟର ସମୟ, ଆମେ ଏହି ସମୟରେ ପ୍ରତ୍ୟେକଙ୍କୁ ଅନୁରୋଧ କରି ହୋଷ୍ଟ ଆଜ୍ଞା କହିଲେ ଯେ ସୁଟେବୁଲ ପ୍ଲେସରେ ଆମେ ଅଛୁ, ଆମେ ଭିଡିଓ ଅନ୍ କରି ବସିବା, ଜୀବନ୍ତ ଈଶ୍ୱରଙ୍କର ବାକ୍ୟକୁ ଆମେ ଶୁଣିବା। ଆସନ୍ତୁ ଆମମାନେ ଏହି ସମୟରେ ବାକ୍ୟ ଆଡକୁ ଯିବା ପୂର୍ବରୁ ମୁଁ ଅନୁରୋଧ କରିବି ହୋଷ୍ଟ ଆଜ୍ଞାଙ୍କୁ ସଂକ୍ଷେପରେ ପଦେ ବାକ୍ୟ ନିମନ୍ତେ ପ୍ରାର୍ଥନା କରିବେ, ତାପରେ ଆମେ ପ୍ରଭୁଙ୍କ ଦାସଙ୍କୁ ଆମେ ପ୍ଲାଟଫର୍ମର ସ୍ୱାଗତ ଆମେ କରିବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ଆମେ ଧନ୍ୟବାଦ ଦଉଛୁ ସୁନ୍ଦର ସମୟ ପାଇଁ, ସୁନ୍ଦର ଦିନ ପାଇଁ, ସୁନ୍ଦର ପ୍ରାତଃ କାଳ ପାଇଁ। ରାତିରେ ମାନଙ୍କୁ ମିଠି ନିଦ୍ରା ଦେଲ, ଭଲ ସ୍ୱପ୍ନ ଦର୍ଶନ ଦେଲ, ଚତୁଃପାର୍ଶ୍ୱରେ ଦୂତମାନଙ୍କର ଛାଉଣି କଲ, ଦୂତମାନଙ୍କର ବାଡ଼ ଦେଇ ସୁରକ୍ଷିତ ରଖିଲ। ଆଜି ପ୍ରଭୁ ଶୋଇ ଉଠୁ ଉଠୁ ପ୍ରଥମ ସ୍ଥାନ ପ୍ରଭୁ ତୁମକୁ ଦେବା ପାଇଁ ଆମକୁ ସୁଯୋଗ ଦେଲ, ସେଥିପାଇଁ ଧନ୍ୟବାଦ ଦଉଛୁ। ପ୍ରାର୍ଥନା କଲୁ, ପ୍ରାର୍ଥନା ଦ୍ୱାରା ପ୍ରଭୁ ତୁମ ସହିତ କଥୋପକଥନ କରିଛୁ। ଜୀବନରେ ଯେଉଁ ସମସ୍ତ ବିଷୟରେ
ଆଶୀର୍ବାଦ କରିଛ ତାହା ସ୍ମରଣ କରି ପ୍ରଭୁ ଆମେ ତୁମକୁ ସ୍ତୁତି ଆରାଧନା ମାଧ୍ୟମରେ ଧନ୍ୟବାଦ ଦେଇପାରିଛୁ। ପ୍ରଭୁ ବର୍ତ୍ତମାନ ତୁମର ଦାସଙ୍କ ମୁଖ ଦେଇ ତୁମର ବାକ୍ୟକୁ ଆମେ ଶ୍ରବଣ କରିବୁ। ମୋ ଜୀବନରେ, ଆମ ପାରିବାରିକ ଜୀବନରେ, ମାଣ୍ଡଳିକ ଜୀବନରେ, ଏଠାରେ ଉପସ୍ଥିତ ହୋଇଥିବା ପ୍ରତ୍ୟେକଙ୍କ ଜୀବନରେ ଆବଶ୍ୟକ ହେଉଥିବା ବାକ୍ୟ ତୁମେ ପ୍ରକାଶ କର। ତୁମ ଦାସଙ୍କୁ ଜେନା ସାରଙ୍କୁ ବାକ୍ୟର ଆତ୍ମାର ଅଭିଷେକ କର, ତାଙ୍କ ମୁଖ ଦେଇ କଥା କହ। ଓ ଆଜିର ବାକ୍ୟ ଆମେ ସମସ୍ତଙ୍କୁ ପରିବର୍ତ୍ତନ କରୁ, ଆଶୀର୍ବାଦ ଆଣିଦେଉ, ସୁସ୍ଥତା ପ୍ରଦାନ କରୁ, ଅନୁଗ୍ରହ କରିଦେଉ, ମଙ୍ଗଳ ଦାନ କରିଦେଉ ବୋଲି ମୁଁ ପ୍ରାର୍ଥନା କରୁଛି। ପ୍ରାର୍ଥନା ଶୁଣିଲ, ଧନ୍ୟବାଦ ଯୀଶୁଙ୍କ ନାମରେ ମାଗୁଛି ପିତା, ଆମେନ୍। ଧନ୍ୟବାଦ ଆଜ୍ଞା। ସଂକ୍ଷିପ୍ତ ସମୟ ମଧ୍ୟରେ ପ୍ରାର୍ଥନାରେ ଆମକୁ ତଳେ ଧରିଥିବା ହେତୁ ପ୍ରତ୍ୟେକଙ୍କୁ ଅନୁରୋଧ କରିବି, ପ୍ରତ୍ୟେକ ଭିଡିଓ ଅପଥିଲେ ମଧ୍ୟ ବାଇବେଲକୁ ପାଖରେ ନେବା, ଖାତା ପେନକୁ ପାଖରେ ନେବା, ଆଉ ଯତ୍ନର ସହିତ ବସି ପରମେଶ୍ୱରଙ୍କର ବାକ୍ୟକୁ ଶୁଣିବା। ଏହି ସମୟରେ ଗୋଟେ ବାକ୍ୟ ପଢି ଆଜିର ବକ୍ତା ମହାଶୟ ରେଭରେଣ୍ଡ ଡିକନ ପବିତ୍ର ଜେନା ସାର୍ ଅଛନ୍ତି, ତାଙ୍କୁ ମୁଁ ସମ୍ମୁଖକୁ ଆହ୍ୱାନ କରିବି। ଲେଖାଯାଏ ମାଥ୍ୟୁ ଲିଖିତ ସୁସମାଚାର 4 ଅଧ୍ୟାୟ ତାର 4 ପଦ, କିନ୍ତୁ ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟ ଦ୍ୱାରା ବଞ୍ଚିବ। ପ୍ରଭୁଙ୍କର ଏହି ଜୀବନ୍ତ ବାକ୍ୟ ଦେଇ ଜେନା ସାର୍ଙ୍କୁ ମୁଁ ସ୍ୱାଗତ କରୁଛି। ସାର୍ ନମସ୍କାର, ପ୍ରେଜ୍ ଦ ଲର୍ଡ। ଆପଣ ସମ୍ମୁଖକୁ ଆସନ୍ତୁ, ଆଜିର ବାକ୍ୟ ନେଇ ଆମ ପ୍ରତ୍ୟେକଙ୍କ ସହିତ ଆଗକୁ ଆପଣ ପରିଚାଳନା କରିବେ। ତା ପୂର୍ବରୁ ଆଉ ପଦେ ବାକ୍ୟ ମୁଁ ପଢୁଛି। ଆଉ ଯେ ଆପଣ ଆସିଅଛନ୍ତି ଭଲ କରିଅଛନ୍ତି, ଅତଏବ ପ୍ରଭୁ ଆପଣଙ୍କୁ ଯାହା ସବୁ ଆଦେଶ ଦେଇଅଛନ୍ତି ତାହା ଶୁଣିବା ନିମନ୍ତେ ଆମେ ମାନେ ସମସ୍ତେ ଈଶ୍ୱରଙ୍କର ସାକ୍ଷାତରେ ଉପସ୍ଥିତ ଅଛୁ। ଆମେ ସମସ୍ତେ ଗୋଟେ ଉଚ୍ଚ କରତାଳି ବଜାଇ ପ୍ରଭୁଙ୍କ ଦାସଙ୍କୁ ଆମେ ସ୍ୱାଗତ କରୁ କରୁ ସମୟକୁ ତାଙ୍କୁ ଆମେ ଦେବା। ପ୍ରେଜ୍ ଦ ଲର୍ଡ ଆଜ୍ଞା। ସମୟ Praise the Lord. ଆପଣଙ୍କର, ଆପଣଙ୍କୁ ବାକ୍ୟ ପ୍ରେଜ୍। ସର୍ବପ୍ରଥମେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଧନ୍ୟବାଦ ଦେବା ସହିତ ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ଆମମାନଙ୍କର ହୋଷ୍ଟ ଆଜ୍ଞା କତିରେ ମଧ୍ୟ ବର୍ତ୍ତମାନ ଆମମାନଙ୍କୁ ସ୍ୱାଗତ କରିଥିବା ଆମମାନଙ୍କର ଗରୁଡ଼ ଆଜ୍ଞାଙ୍କ କତିରେ ମୁଁ ବିଶେଷ ଧନ୍ୟବାଦ ଦେଉଅଛି। ତତ୍ସହିତ ଆମମାନଙ୍କର ମଧ୍ୟ ସ୍ତ୍ରୀ ପ୍ରାର୍ଥନାରେ କଡ଼େଇ ନେଉଥିବା ପରିଚୟ ଆଜ୍ଞା, ତତ୍ ପ୍ରତ୍ୟେକ ପ୍ରଭୁଙ୍କ ଦାସଦାସୀ ମାନେ ପ୍ରାର୍ଥନାରେ ପ୍ରଭୁ ସେମାନେ ପ୍ରାର୍ଥନାର ସହିତ ପ୍ରଭୁଙ୍କ ନିକଟରେ ସମସ୍ତ ବିଷୟ ଜଣେଇଛି ସେମାନଙ୍କ କତିରେ। ତତ୍ ସହିତ ଉପସ୍ଥିତ ମୋର ପ୍ରଭୁଙ୍କ ଦାସଦାସୀ ମାନଙ୍କ କତିରେ ଖ୍ରୀଷ୍ଟୀୟ ପ୍ରେମ ନମସ୍କାର ଜଣାଏ। ନମସ୍କାର। ଆମମାନଙ୍କର ଜୀବନରେ ବାସ୍ତବ ଭାବରେ ଯେତେବେଳେ ଆମେ ବମ୍ବେଇ ଠାରେ ରିଏଲ ମିନିଷ୍ଟ୍ରିର ପଞ୍ଚମ ଗେଟ୍ ଟୁଗେଦର କରିଲୁ, ଯେତେବେଳେ ପ୍ରଭୁ ସଫଳିତ କାର୍ଯ୍ୟ କଲେ, ସେଥିପାଇଁ ପୁନର୍ବାର ଷଷ୍ଠ ଗେଟ୍ ଟୁଗେଦର କରିବା ପାଇଁ ଗୋଟେ ସ୍ଥାନ ପ୍ରସ୍ତୁତ କରାଯାଇଛି। କ'ଣ ତାହା ଆମେ ଦିଲ୍ଲୀରେ କରିବା ପାଇଁ ଏକ ପ୍ରସ୍ତୁତି ହେଉଛୁ ବା ଆମେ ସ୍ଥିର କରିଛୁ। ତା ସହିତ ଆମମାନଙ୍କର ଚିନ୍ତା ଯେ କେମିତି ଯିବା, କ'ଣ କରିବା, ଆମମାନଙ୍କର ଅନେକ ଲୋକଙ୍କର କି ପ୍ରକାର ଯିବା, ପ୍ରଭୁ ଆମମାନଙ୍କୁ ସୁସ୍ଥ କରି ରଖନ୍ତୁ, ଆମେ ସେଥିରେ ପହଞ୍ଚିବା, ଏହା ଆମମାନଙ୍କର ମନରେ ଅଛି। ସେଇଟା ଆମ କ'ଣ ହେଉଛି, ସେ ଦିନ ଆମମାନଙ୍କର ଆସୁଛି, ସେ ସମୟ ଆସିବ, ସେଥିରେ ଆମେ ସେ ସମୟରେ ପହଞ୍ଚିବା ପାଇଁ। ତତ୍ ସହିତ ଆମେ ବର୍ତ୍ତମାନ ସମୟରେ ଦେଖୁଛୁ 2026 ସାଲର ଆମମାନଙ୍କର ଯେଉଁ ପର୍ବ ଆମେ ପାଳନ କରୁଛୁ, କ'ଣ ପାଳନ କରୁଛୁ? ପ୍ରଭୁଙ୍କର ଜନ୍ମ ଉତ୍ସବ, ପ୍ରଭୁଙ୍କର ନୂତନ ନାମକରଣ ପର୍ବ, ନୂତନ ବର୍ଷ, ଏହା ଆମେ ଆସୁଛି। ଆମେ ସେଥିପାଇଁ ପ୍ରସ୍ତୁତ ମଧ୍ୟ ଏବେ 6 ମାସ ବିତିଗଲାଣି। ଆମେ ଅନେକ ଲୋକ ପ୍ରସ୍ତୁତି ମଧ୍ୟ କରୁଛନ୍ତି। 2 ମାସ ପୂର୍ବରୁ ସେମାନେ ଏହି ପର୍ବଟିକି ପ୍ରସ୍ତୁତ କରୁଅଛନ୍ତି। ତଦ୍ରୂପ ପ୍ରଭୁ ଆମମାନଙ୍କ ପାଇଁ ଏତେ ଆଉ ମହାନ ପରମେଶ୍ୱର, ଆଉ ସେଥିପାଇଁ ସିଏ ଆମମାନଙ୍କୁ ଏକ ବିଷୟ ଲେଖିଅଛନ୍ତି, ଆଉ ଏ ଜୀବନ୍ତ ବାକ୍ୟ ଦେଇଅଛନ୍ତି ଏ ପ୍ରତ୍ୟେକ ଆମମାନଙ୍କର ମାନବ ଜାତିମାନଙ୍କୁ ଉଦ୍ଧାର କରିବା ପାଇଁ। ସେଦିନ ଅନେକ ବର୍ଷ ପ୍ରଭୁଙ୍କ ନିକଟବର୍ତ୍ତୀ ହେଇ ପ୍ରଭୁଙ୍କ ଠାରେ କଢ଼େଇ ଆଣୁଥିଲେ ଇସ୍ରାଏଲ ଲୋକମାନଙ୍କୁ। ସେ ଇସ୍ରାଏଲ ଲୋକମାନଙ୍କୁ ଯେତେବେଳେ କଢ଼େଇ ଆଣୁଥିଲେ, ସେତେବେଳେ ଜିଙ୍କ ଭବିଷ୍ୟତ ବକ୍ତା ଗୋଟିଏ କଥା କହିଲେ ସେମାନଙ୍କୁ, ସେ ବାକ୍ୟ ଆଜି ଆମମାନଙ୍କ ପାଇଁ ମଧ୍ୟ ଉଲ୍ଲେଖ କରାଯାଇଛି। କ'ଣ କହିଲେ? ଜି ତାର 7:25 ପଦରେ ଲେଖା ଅଛି ଯେ ବିନାଶ ଆସୁଅଛି, ସେମାନେ ଶାନ୍ତି ଅନ୍ୱେଷଣ କରିବେ, ପୁଣି କିଛି ପାଇବେ ନାହିଁ। ଏହା ଆମମାନଙ୍କର ଜୀବନରେ ଏକ ଲେଖା ଅଛି।
पर्वटी आसुची दिनटा आसुची आ विवाह समय आसुची जेतेबेले आमे विवाह आ पुओ को झियो को आमे बंदोबस्त करूछु आमे तारीख निर्धारित करूछु से तारीख आसुची आमे प्रस्तुत हेबा सेहीपरि आमान को सचेतन करबा पाए से लोक मान को से डिजिटल भविष्य वक्ता सचेतन करबा पाए आज से मान को जो कथा कहै थी आज मध्य आमान को पाए एक विश्वासी जीवन रे ए ख्रिस्टीय लोक मान को पाए एई समस्त वाक्य आज आमान को अछि विनाश आसु अछि से माने शांति अन्वेषण करिवे पुनी किछि पाइबे नाही एहा ए सुंदर वाक्य हमें चिंता करिबा भावना करिबा कारण आम चिंतार आमर भावना आमर मनर भावना चिंता आम रखि थाओ किंतु आमर चिंतार भावना कौन आम खाली कल्पना करी आम गठन में कौन करुचु कल्पना अंतकरण कल्पना मनुष्य अटे सब कि प्रकार भल रहा कि प्रकार आम उत्तमता उच्च पदवी रहा ए प्रकार सब आम कल्पना कर किंतु यह गोटे आम सतर्क बाणी जे शांति अन्वेषण करेंगे पाबे ना विश्वास अच्छी विनाश अच्छी तेणु आम ये आम कौन करा आम जिते करुचु जागतिक भाव में जागतिक अनारे जागतिक जिते यात्रा करुचु आम पाद आम कौन करवा आम रखा हम से कहले वक्ता पुनर्बार से कथा कहती 6:26 आगो मोर लोक मानकर कन्ये तुम्हें चट्ट पिंध बस्मरे गड़ अद्भुत पुत्र लगी शोक तुम्हें शोक अतिशय विलाप कर कारण विनाशक अकस्मात आम मान को आक्रमण करिब ए ख्रीष्ट विश्वासी जीवन रे एक आमाने भावुछु ए प्रकार मोर जीवन काटिले मु आगमन समय चली जीवी ए प्रकार जीवन काटिले मु मले मृत्युवरण कले मध्य प्रभु निकट चली जी मु प्रति समय मु प्रार्थना करुछि प्रति समय मु वाक्य होछि प्रति मुहूर्त रे मु पदपदवी रे होछि जदि आम परित्राण प्राप्त होना प्रकृत माने आमे से परित्राण विषय आम जाने ना हो ए पर्यंत आम अंतकरण आम पवित्रता भाव नहीं ताले बाष्य भाव आम पात अटका पड़ो कारण विनाश आसु अच्छी से माने शांति अन्वेषण करेंगे पुणी किसी पाइबे ना तो शांति आम स्वर्ग राज्य शांति अच्छी से शांतिदाता परमेश्वर ए जो शांतिर बासस्थान आ से बासस्थान अधिकार करने जेते शांति अन्वेषण करवा जागतिक शांति अनुभव करवा ताहा नुहे आमर स्वर्गीय शांति अनुभव करने आम कौन करने को हम आमर जीवन प्रभु निकट में रखा हम कारण विनाशक अकस्मात आसीज जिते द्रुत गति गाड़ी चलो जिते बाइक चलो केते अकस्मात आकस्मिक दुर्घटना हुए केते लोक मृत्युवरण करथांती तद्रूप जो विनाशक अकस्मात भाव में आसो आम सचेतन हवा जागृत हवा पड़ो कारण ज्ञानी सोलोमन कहले तार 18 पद अपना कार्य जे अलस से विनाशकर भाई आमर कार्य कौन आम वास्तव भाव में प्रातः काल आम उठुचु प्रार्थना करुचु निकट में आम जीवन आमर सत्ता किछि नाई आम जेते सौंदर्य हो जेते ज्ञानवान हो आम जेते शारीरिक सुस्थ स्वास्थ्य हो जेते धनीशाली हो किंतु कारण निकलते आमानकर जो अनंत राज्य निमंते आम अलसुआपण करछु आमर शास्त्रांत अध्ययन करबा नाई प्रार्थना करबा नाई ताको निकटवर्ती माने सेति विनाशकर भाई बोल लेखा अछि निश्चित भाव में विनाशर भाई से अटे तापरे करंथिय मंडली को पाउल लिखिले प्रेरित पाउल लिखिले साधु पाउल लिखिले से कौन लिखिले 1:18 कारण विनाश प्राप्त होउथिबा लोक मानक प्रति कृष्णर कथा मूर्खता मात्र किंतु परित्राण प्राप्त होउथिबा आम मानक प्रति ता ईश्वरंकर शक्ति अटे आमे देखुछु जे विनाश प्राप्त होउथिबा लोक मानक प्रति कृष्णर कथा आमे देखिबा भाबिबा एब्री तार 3:1 पदरे लेखा अछि हे स्वर्गीय आह्वानर भातृबृंदगण
ତମେ ମାନେ ତମ ମାନଙ୍କର ସମସ୍ତ ଯାଚକ ପ୍ରଭୁଙ୍କ ଦାସ ମାନେ ତମେ ଭାବି ଦେଖ କଣ ଭାବିବା। ଆମେ ଆମକୁ ଏକ ଡେଜିଗ୍ନେସନ ଦେଇ ଅଛନ୍ତି ସ୍ୱର୍ଗ ଗଣ। କେତେ ସୁନ୍ଦର ଭାବ ଆଜି ମୁଁ ବର୍ଷଟି ଅଛି ଡିକନ ପଦରେ, 5 ବର୍ଷ ଅଛି ଡିକନ ପଦରେ, ମୁଁ ଅଛି ସଭାପତିତ୍ୱ ଭାବରେ, ମୁଁ ଅଛି ସେକ୍ରେଟାରୀ ଭାବରେ। ଡେଜିଗ୍ନେସନ ଆମକୁ ଡାକିବ ନାହିଁ, ଆମକୁ ଏତେ ସୁନ୍ଦର କରି ଡାକୁଛି ସ୍ୱର୍ଗୀୟ ଆହ୍ୱାନର ଭାତୃଗଣ। କି ସୁନ୍ଦର କଥା। ଆମକୁ ସେ ଗଣନା କରି ଅଛନ୍ତି ରାଜ୍ୟ ନିମନ୍ତେ, ସେ ଗଣନା କରି ଆମକୁ ସେ ଡାକୁଅଛନ୍ତି, ଆହ୍ୱାନ କରୁଅଛନ୍ତି। ତେଣୁ ତାଙ୍କ ବିଷୟ ଆମେ ଭାବିବା। ଆଜି ଚିନ୍ତା କରିବା ବିନାଶ ଆସୁଅଛି, ଭାବିବା ବିନାଶ ଆସୁଛି। ଏଠି ଲେଖା ଅଛି, କଣ ଲେଖା ଅଛି? କଥା ମୂର୍ଖତା ମାତ୍ର, ବିନାଶ ଲୋକମାନେ। କାରଣ କୃଷ ସେ ନିକୋଷର କଥା ମୂର୍ଖତା ମାତ୍ର, କାରଣ ବିନାଶ ଆସୁଥିବା ଲୋକମାନଙ୍କ ପାଇଁ। ତେଣୁ ଆଜି ଆମେ ଭାବିବା, ଆମେ ଚିନ୍ତା କରିବା ଯେ କୃଷର କଥାକୁ ଆମେ ମନେ ପକାଇବା, ଆମେ ସେ କୃଷକୁ ଲକ୍ଷ୍ୟ କରିବା। କୃଷରେ ସେ ହତ ହେଲେ, ଜୀବନ ଦେଲେ, ଆପଣଙ୍କୁ ପ୍ରାଣ ଦେଲେ ଏଇ ଆମମାନଙ୍କ ଲୋକମାନଙ୍କ ପାଇଁ, ଆମ ମାନଙ୍କ ପାଇଁ, ଆମର ପରିତ୍ରାଣ ପାଇଁ, ଆମମାନଙ୍କୁ ଉଦ୍ଧାର ପାଇଁ, ଆମମାନଙ୍କୁ ସେ ତାଙ୍କର ରାଜ୍ୟ ଶାନ୍ତିର ରାଜ୍ୟରେ ଆମେ ପ୍ରବେଶ କରିବା ପାଇଁ, ଶାନ୍ତିର ରାଜ୍ୟରେ ବାସ କରିବା ପାଇଁ ସେ ଆମମାନଙ୍କୁ ଜୀବନ ଦେଲେ। ଏଥିପାଇଁ ଯୋଉମାନେ କୃଷର କଥା ମୂର୍ଖତା ମାତ୍ର। ଆଜି ଆମେ ମୂର୍ଖ ନୁହଁ, କୃଷ ବିଷୟ ଜାଣିଛୁ ଯେ କୃଷ ତଳେ ଆମମାନଙ୍କର ଆପଣା ଆପଣା ପାପ ଅପରାଧ ସବୁ ଆମେ ଥୋଇବା, ଯୋଦ୍ୱାରା ଆମମାନଙ୍କର ଏ ସମସ୍ତ ପାପ ସେ କ୍ଷମା କରିବେ। ଆମେ ଭାବି ଦେଖିବା, ଆମେ ଚିନ୍ତା କରିବା ସେ କାହିଁକି ମୋ ଲାଗି, ମୋ ନିମନ୍ତେ ଏ କୃଷାର୍ପିତ ହେଲେ। ନିକୁନ୍ତ, ନିର୍ଦାଗ, ନିର୍ଦ୍ଦୋଷ, ପବିତ୍ରତା ଜୀବନ ଲୋକ କାହିଁକି ଏଠିକୁ ଜଗତକୁ ଆସିଲେ, କାହିଁକି ସେ ମଲେ, ଏହା ଆମେ ନିଶ୍ଚୟ ବିଷୟ ଚିନ୍ତା କରିବା। ତେଣୁ ଜ୍ଞାନୀ ସୋଲୋମନ ଉପଦେଶକ ଲେଖିଲେ 7:16, ଅତିରିକ୍ତ ଧାର୍ମିକ ହୁଅ ନାହିଁ, କେବଳ ଆପଣାକୁ ଅତି ଜ୍ଞାନୀ ଦେଖାଅ ନାହିଁ, କାହିଁକି ତୁମ୍ଭେ ଆପଣାକୁ ବିନାଶ କରିବ। ମୁଁ ଏ ପ୍ରକାର ଅଛି, ମୁଁ ସେ ପ୍ରକାର ଅଛି, ମୁଁ ଶାସ୍ତ୍ରରେ ବିଜ୍ଞ ଅଛି, ଯଦି ପରିତ୍ରାଣ ପ୍ରାପ୍ତ ହେଇନାହୁଁ, ଯଦି ଆମେ ପରିତ୍ରାଣ ପ୍ରାପ୍ତ ହେଇନାହୁଁ, ଆଜି ପର୍ଯ୍ୟନ୍ତ ପବିତ୍ର ଆତ୍ମା ମାନଙ୍କର ହୃଦୟରେ ବାସ କରିନାହୁଁ, ଜ୍ଞାନରେ, ଜାଗତିକ ଜ୍ଞାନରେ, ଜାଗତିକ ବୁଦ୍ଧିରେ, ଜାଗତିକ ଶକ୍ତିରେ ଆମେ ସମସ୍ତ ବିଷୟ ଆମେ କରିଦଉଛୁ, କିନ୍ତୁ ବାସ୍ତବତା ପବିତ୍ର ଆତ୍ମାଙ୍କ ଧାରଣ କରିବା, ଆକ୍ଷରିକ ଭାବରେ ପବିତ୍ରତା ଜୀବନ ଯାପନ କରିବା। ଖାଲି ସାଂସାରିକ ଭାବରେ ଯଦି ଜ୍ଞାନୀ ହେବା, ତାହେଲେ ଆମେ କଣ କରିବା? ଲେଖା ଅଛି ଯେ ତୁମେ ଆପଣାକୁ ବିନାଶ କରିବ। ସେଥିପାଇଁ ପୁନର୍ବାର ଜ୍ଞାନୀ ସୋଲୋମନ କହିଲେ ହିତୋପଦେଶ 10:29, ସଦାପ୍ରଭୁ ପଥ ସରଳଚାରୀ ମାନଙ୍କର ପ୍ରତି ଦୃଢ ଗଡ଼, ମାତ୍ର କୁକର୍ମକାରୀ ମାନଙ୍କ ପ୍ରତି ତାହା ବିନାଶଜନକ। କୁକର୍ମ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଏକିଷ୍ଟ ବିଷୟ ଅଛି ଜୀବନରେ, ଏକ ଗୁରୁତ୍ୱ ବିଷୟ ରହିଛି କୁକର୍ମ ବିଷୟରେ। ବାସ୍ତବ ଭାବରେ ଅନେକ ଆମେ ସାଧୁ, ଅନେକ ନେତୃତ୍ୱ ଲୋକମାନେ ଯୋଉ କର୍ମ କରନ୍ତି ଶୁଣା ଯାଉଛି, ଯୋଉ କର୍ମ କରିଅଛନ୍ତି ଜଣା ଯାଉଛି, ଏକ ଦୁଃଖର ବିଷୟ ଅଟେ, ଏକ ଦୁଃଖର ବିଷୟ ଅଟେ। ତାହାଙ୍କୁ ଆମେ ଜାଗତିକ ଭାବରେ ଅନେକ ଲୋକ ତାଙ୍କୁ ଆମେ ସପୋର୍ଟ କରୁ, କୁକର୍ମ କଲେ ମଧ୍ୟ ଆମେ ତାଙ୍କୁ ସପୋର୍ଟ କରିଥାଉ। ଦୁଃଖ, ଦୁଃଖ, ଦୁଃଖ। କିନ୍ତୁ ସେ ଅନେକ ଅର୍ଥରେ ସେଥିର ଆମେ ଜିତି ଯାଉଛି କୁକର୍ମ କରି, କିନ୍ତୁ ପ୍ରଭୁ ଠାରେ ତ ଜିତିବେ ନାହିଁ। ଅକସ୍ମାତ ବିନାଶ ତାଙ୍କୁ ଉପସ୍ଥିତ ହବ, ତାଙ୍କୁ ନିଶ୍ଚିତ ଭାବେ ବିନାଶ ଉପସ୍ଥିତ ହବ। ଅକସ୍ମାତ ସେ ପଡିବ। ପ୍ରଭୁ ତାକୁ କରେ, ତାକୁ ସାହାଯ୍ୟ କରିବେ ତାହା ନୁହେଁ। ମନୁଷ୍ୟ ଅର୍ଥ ବଳରେ, ଲୋକ ବଳରେ, ଜନ ବଳରେ ସେ କୁକର୍ମ କରି ମଧ୍ୟ ଆଜି ନିର୍ଦ୍ଦୋଷ ଭାବରେ ମଣ୍ଡଳୀରେ ଅଛନ୍ତି, ମଣ୍ଡଳୀରେ କାର୍ଯ୍ୟ କରୁଅଛନ୍ତି। କିନ୍ତୁ ପ୍ରଭୁ କଣ ନିର୍ଦ୍ଦୋଷ କରିବେ? ପ୍ରଭୁ କଣ ନିର୍ଦ୍ଦୋଷ କରିବେ? ପ୍ରଭୁ ସେଥିପାଇଁ ସେଇ ଲୋକମାନଙ୍କ ପାଇଁ ଏ ବିନାଶ ଆସୁଅଛି, ବିନାଶ ଆସୁଅଛି, ବିନାଶ ଆସୁଅଛି। ଅକସ୍ମାତ ପଡିବ। ତେଣୁ ଆଜି ଆମମାନଙ୍କ ଜୀବନରେ ବିନାଶଜନକ ଯୋଉ ଦୁଷ୍ଟ ଲୋକମାନେ, ଦୁଷ୍ଟ କାରୀ ମାନଙ୍କର ପ୍ରତି ତାହା ବିନାଶଜନକ। ଦୁଷ୍ଟ ମାନେ କଣ? ଖାଲି ମାରିବା, ପିଟିବା ଏହା ନାହିଁ। ଆମେ ପାପ କରୁଅଛୁ, ଆମମାନଙ୍କ ଶାରୀରିକ ପାପ, ମନର ପାପ,
ଯାହା ଧର୍ମ କରି ଆମେ ତାକୁ ରଖୁଅଛୁ ତାହା ବିନାଶନକ ଅଟେ। ଆମେ ପାରିବା ନାହିଁ, କାରଣ ଆମମାନଙ୍କୁ ଅକସ୍ମାତ ଆମମାନଙ୍କର ଆକ୍ରମଣ କରିବ, ଆମେ ଜାଣିପାରିବା ନାହିଁ। ତେଣୁ ଆଜି ଆମମାନଙ୍କର ସମୟ ଅଛି, ଆମମାନଙ୍କର ଦିନ ଅଛି। ତେଣୁ ଆଜି ଆମେ ଦେଖିବା ଯାହାକି ଲେଖା ଅଛି ଯେ ସେଇ ଉପଦେଶ ହିତୋପଦେଶ ତାର 11:10 ଧାର୍ମିକର ମଙ୍ଗଳ ହେଲେ ନଗର ଆନନ୍ଦ କରେ, ଦୁଷ୍ଟର ବିନାଶ ହେଲେ ଜୟଧ୍ୱନି ହେବ। ଜୟଧ୍ୱନି ହୁଏ କେମିତି? ଭଲ ହେଲା, ଭଲ ହେଲା, ଏ ପ୍ରକାର ଦୁଷ୍ଟ କାମ କରୁଛି, ଏ ପ୍ରକାର ଦୁଷ୍ଟ କାମ କରୁଛି। ଆଉ ଯଦି ଧାର୍ମିକ ଯଦି ମଙ୍ଗଳ ହେଲେ ନଗର ଆନନ୍ଦ ହଉ। ପ୍ରଭୁ ତାଙ୍କୁ ଅନୁଗ୍ରହ କରିଅଛନ୍ତି, ପ୍ରଭୁ ତାଙ୍କୁ ଏ ପ୍ରକାର ଦେଇଅଛନ୍ତି। ତେଣୁ ଲୋକ ଆନନ୍ଦ କରିବେ, ତାଙ୍କର କାର୍ଯ୍ୟ ତାଙ୍କର କଳାପ ସମସ୍ତଙ୍କୁ ଦେଖି ସେମାନେ ଆନନ୍ଦ କରିବେ। କିନ୍ତୁ ଦୁଷ୍ଟ ଯଦି ବିନାଶ ହେଲେ ଜୟଧ୍ୱନି ହେବ। ଭଲ ହେଲା, ସେ ଭଲ ହେଲା, ସେ ଏମିତି ହେଲା, ଭଲ ହେଲା। ସେଥିପାଇଁ ଆଜି ଆମମାନଙ୍କର ଜୀବନରେ ବାସ୍ତବ ଭାବେ ଧାର୍ମିକତା ଜୀବନ ଯାପନ କରିବା, କାରଣ ବିନାଶ ଆସୁଅଛି। ସେଥିପାଇଁ ଲେଖା ଅଛି ସେ ଦାଉଦଙ୍କ ଗୀତ 91:2 ଲେଖିବା, 2-3 ଦେଖିବା, ମୁଁ ସଦାପ୍ରଭୁଙ୍କ ବିଷୟରେ କହିବି, ସେ ମୋହର ଆଶ୍ରୟ, ମୋହର ଦୁର୍ଗ, ମୋହର ପରମେଶ୍ୱର, ମୁଁ ତାହାଙ୍କଠାରେ ନିର୍ଭର ରଖେ। କାରଣ ସେ ତୁମକୁ ବ୍ୟାଧିର ଫାନ୍ଦରୁ ଓ ସର୍ବନାଶ ମହାମାରୀରୁ ରକ୍ଷା କରିବେ। ଦାଉଦ କହିଲେ, ମୁଁ ତମଠାରେ ଧ୍ୟାନ କରିବି, ପ୍ରାର୍ଥନା କରିବି, ମୋ ଦୃଢ଼ଗଡ଼, ସେ ମୋହର ଦୁର୍ଗ ଆଉ ମୋର ପରମେଶ୍ୱର, ମୁଁ ତାହାଠାରେ ନିର୍ଭର କରିବି। ଆଜି ଆମେ କାହାଠାରେ ନିର୍ଭର କରୁଅଛୁ? କାରଣ ସେ ତମକୁ ବ୍ୟାଧର ଫାନ୍ଦରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ। ଆସୁ, ଯଦି ଆମେ ତାଙ୍କ ନିକଟରେ ଅଛୁ, ଯଦି ତାଙ୍କ ନିକଟବର୍ତ୍ତୀ ହେଇଛୁ, ଯଦି ତାଙ୍କୁ ପାଇଛୁ, ଯଦି ଆମେ ତାଙ୍କର ପବିତ୍ର ଆତ୍ମା ଧାରଣ କରିଛୁ, ତାହେଲେ ପ୍ରଭୁ ନିଶ୍ଚିତ ଭାବେ ସେମାନଙ୍କୁ ରକ୍ଷା କରିବେ। ରକ୍ଷା କରିବା କାରଣ କଣ? ଯେ ତାଙ୍କର ଠାରେ ଆମମାନଙ୍କର ଜୀବନ ଯାପନ କରିବା, ଯେ ତାଙ୍କ ଠାରେ ସର୍ବଶକ୍ତିମାନ ଛାୟା ତଳେ ବସତି କରିବ। ସେ ଆମମାନଙ୍କୁ ରକ୍ଷା କରିବ, ଆମମାନଙ୍କୁ ସେ ରକ୍ଷା କରିବ, ଆଉ ଆମମାନଙ୍କୁ ରକ୍ଷା କରିବ। ସେଥିପାଇଁ ଲେଖା ଅଛି ଯେ ତାର ପ୍ରଥମ ଯେ ପ୍ରଭୁଙ୍କ ପରୀକ୍ଷା ବିଷୟ କଲେ, ପ୍ରଭୁ ପରୀକ୍ଷା ବିନଷ୍ଟ କଲେ। ପ୍ରଥମ କରନ୍ଥୀୟ 10:9 ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ଯେପରି ଆମ୍ଭେମାନେ ପ୍ରଭୁଙ୍କ ପରୀକ୍ଷା ନ କରୁ। ଅନେକ ଶାସ୍ତ୍ର ମାନଙ୍କୁ କହୁଛି ପରୀକ୍ଷା କଲେ, ଆଉ ସେମାନେ ସର୍ପରେ ଧ୍ୱଂସ ହେଲେ, ବିନାଶ ହେଲେ। ପ୍ରଭୁଙ୍କୁ ଆମେ ପରୀକ୍ଷା କରିବା ଲୋକ କିଏ? ସେ ଆମମାନଙ୍କୁ ପରୀକ୍ଷା କରିବ, ସେ ଆମମାନଙ୍କୁ ଯନ୍ତ୍ରଣା ଦେବ, ସେମାନଙ୍କୁ ଯନ୍ତ୍ରଣାରୁ ଉଦ୍ଧାର କରିବ। ତେଣୁ ପ୍ରଭୁ ଆମମାନଙ୍କୁ ସେ ପ୍ରକାର ନ କରନ୍ତି। ଆଜି ଆସୁଅଛି, ବିନାଶ ଆସୁଅଛି। ଉଦ୍ଧାର ପ୍ରାପ୍ତ ନିମନ୍ତେ ଆମମାନଙ୍କର ମନ ପରିବର୍ତ୍ତନ କରିବା। ହଁ, ଆମେ ତାଙ୍କୁ ଜାଣିଛୁ, ଜୀବନ ଗ୍ରହଣ କରିଛୁ, ତାଙ୍କର ନେତା ନେତୃତ୍ୱ ହେଇଛୁ, ପବିତ୍ର ଆତ୍ମା ନାହିଁ ଆମମାନଙ୍କର ଅନ୍ତରରେ। ଆଜି ଆସୁ ସୂଚି ପବିତ୍ର ଧାର୍ମିକତା ଜୀବନ ଯାପନ କରିବା, ଯାହାକି ସେଇ ପ୍ରଥମ କରନ୍ଥୀୟ ତାର 10:10 ଲେଖା ଅଛି, ଯେପରି ସେମାନଙ୍କ ମଧ୍ୟରେ କେତେ ଜଣ ଲୋକ ବଚସା କରି ସଂହାର ଦ୍ୱାରା ବିନଷ୍ଟ ହେଲେ, ଯେପରି ତୁମ୍ଭେ ମାନେ ବଚସା କର ନାହିଁ। ବଚସା କରି ମଧ୍ୟ ବିନଷ୍ଟ ହେଲେ, ନଷ୍ଟ ହେଲେ। ତେଣୁ ଆଜି ଆମମାନେ ବଚସା କରିବା ଦରକାର ନାହିଁ, କାରଣ ପ୍ରଭୁ ଏ ପ୍ରକାର ଆମମାନଙ୍କୁ ରଖିଅଛନ୍ତି, ଏକ ଦାସତ୍ୱ ଭାବରେ ରଖିଅଛନ୍ତି, ଏକ ଦାସୀତ୍ୱ ଭାବରେ ରଖିଅଛନ୍ତି। ପ୍ରାର୍ଥନା କରୁଛୁ, ଆମେ ଧ୍ୟାନ ପ୍ରାର୍ଥନାର ସହିତ ଜୀବନ କାଟୁଛୁ, ଯୋଉ ଦ୍ୱାରା ମାନଙ୍କର ପବିତ୍ରତା ଜୀବନ କାଟିବା, ଯୋଉ ଦ୍ୱାରା ମାନଙ୍କର ବିନାଶ ଆସିଲେ ମଧ୍ୟ କେବେ କିଛି କୌଣସି ହେଇପାରିବ ନାହିଁ, ନଷ୍ଟ ହେଇପାରିବ ନାହିଁ। କାରଣ ସେଦିନ ଆୟବକୁ ଏକ ବିନାଶ ଆସିଥିଲା, ଏକ ଧାର୍ମିକ ଜୀବନ ଯାପନ କରୁ କରୁ ବିନାଶ ଆସିଥିଲା। ତାକୁ କୌଣସି ଲେଶ ମାତ୍ରରେ କୌଣସି ନଷ୍ଟ କଲେ ନାହିଁ, ତାର ଶରୀର ନଷ୍ଟ ହେଇଗଲା, କିନ୍ତୁ ସେ ପବିତ୍ରତା ଜୀବନ କାଟୁଥିବା ଅନନ୍ତ ରାଜ୍ୟର ଅଧିକାର କଲା। ସେ ଲାଜାର, ସେ ତାର ସବୁ ଖାଇବା ପାଇଁ ନାହିଁ, ସେ ପିନ୍ଧିବା ପାଇଁ ନାହିଁ, ଏ ପ୍ରକାର ଅବସ୍ଥାରେ ଥିଲା। କିନ୍ତୁ ସେ ସେଇଦିନ ବିନାଶ ଆସିବା ସମୟରେ ସେ ଯାଇ ଅବ୍ରାହ୍ମ କୋଳରେ ରହିଛି। କି ସୁନ୍ଦର କଥା! ଏ ଜାଗତିକ ସାଂସାରିକ ଭାବରେ ଧାର୍ମିକ ଲୋକମାନଙ୍କୁ ନିଶ୍ଚିତ ଭାବରେ ତାଡ଼ନା, କଷ୍ଟ, ନିନ୍ଦା, ଅପମାନ ଆସିବ,
କିନ୍ତୁ ସେଥିରୁ ଆମେ ମୁକ୍ତ ହେବାକୁ ପଡିବ। ପାପରୁ ଦୁଷ୍ଟ କାର୍ଯ୍ୟରୁ ଏ ମନ୍ଦତାରୁ ଆମେ ପୃଥକୀକୃତ ଜୀବନ କାଟିବା ଯେ ଆମେ ବାସ୍ତବ ଭାବରେ ଆୟୋବଙ୍କ ଭଳି ହେବା, ଲାଜାରଙ୍କ ଭଳି ହେବା। କାରଣ ବିନାଶ ଆସୁଛି। ବିନାଶ ସମୟରେ ସେମାନେ ଆଉ କୌଣସି ଅସ୍ୱୀକାର କଲେ ନାହିଁ। এই ପ୍ରକାର ସମୟ ଆସିଲା, ସେମାନେ ପ୍ରଭୁଙ୍କ ନିକଟରେ ଗଲେ। ଶରୀର କ୍ଷତ ହେଇଗଲା, ବିକ୍ଷତ ହେଇଗଲା, ଧନ ସମ୍ପତ୍ତି, ସ୍ତ୍ରୀ ପିଲାମାନେ ସମସ୍ତେ ନଷ୍ଟ ହେଇଗଲେ। ହେଲେ ମଧ୍ୟ ତା ପାଇଁ ବିନାଶ ଆସିଥିଲା। ବିନାଶ ଆସିଥିଲା। କାହା ପାଇଁ ବିନାଶ ଆସିଥିଲା? ନଷ୍ଟ ହେବାର ଥିଲା। ଦାନିଏଲଙ୍କ ପାଇଁ ଏକ ବିନାଶ ଆସିଥିଲା, କିନ୍ତୁ ସେ ପ୍ରଭୁରେ ଥିଲା, ତାକୁ ନଷ୍ଟ କଲେ ନାହିଁ। ଜୁନେଶ କୁ ପଠା ଯାଇଥିଲା, ତାକୁ ବିନାଶ ପଡିଲା, ବିନାଶରେ ପଡିଗଲା, ମତ୍ସ୍ୟ ଉଦରରେ ପଡିଗଲା, କିନ୍ତୁ ପ୍ରଭୁ ତାଙ୍କୁ ନଷ୍ଟ କଲେ ନାହିଁ। ସୈଦ୍ରକ ମୈଶକ ଅବଦନ ଆକସ୍ମିକ ଭାବରେ ଏକ ବିନାଶ ଆସିଲା, କିନ୍ତୁ ସେମାନେ ପ୍ରଭୁଙ୍କ ଠାରେ ରହିଲେ, ପ୍ରଭୁଠାରେ ରହିଲେ, ପ୍ରଭୁଠାରେ ଜୀବନ ଯାପନ କରୁଥିଲେ। କୌଣସି ଲେଶ ମାତ୍ର ସେମାନଙ୍କର ଅସୁବିଧା ହେଲା ନାହିଁ। ତେଣୁ ଆଜି ଏହିପରି ଯଦି ଆମେ ରହିବା, ଯଦି ଆମେ ବାସ୍ତବ ଭାବରେ ବିନାଶ ଆସିବା ସମୟରେ ଉଦ୍ଧାର ପ୍ରାପ୍ତ ହବା, ତାଙ୍କର ରାଜ୍ୟର ଅଧିକାର କରିବା। ପ୍ରଥମ ପ୍ରକାଶିତ ବାକ୍ୟ ତାର 11-18 ଲେଖା ଅଛି, ପୁଣି ମୃତ ମାନଙ୍କର ବିଚାର କରିବା ସମୟ ଏବଂ ତୁମମାନଙ୍କର ଦାସ ଭାବବାଦୀ ମାନଙ୍କର, ସାଧୁ ମାନଙ୍କୁ ଓ ତୁମ୍ଭ ନାମ ଭୟକାରୀ ସାନ ଓ ବଡ ସମସ୍ତ ଲୋକଙ୍କୁ ପୁରସ୍କାର ଦେବାର ଆଉ ପୃଥିବୀ ବିନାଶକାରୀ ମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା। ପୁରସ୍କାର ଦେବାର ସମୟ ଆଉ ବିନାଶ ଉପସ୍ଥିତ ହେବା ସମୟ ଅଛି। ଆମେ ପୁରସ୍କାର ପାଇବା ନା ଆଉ ବିନାଶରେ ଆମେ ପଡିବା? এই যে ବିନାଶ ରୂପକ ସାଗରରେ ପଡିବା। ତେଣୁ ଲେଖା ଅଛି ଯେ ଆମମାନଙ୍କର ଜୀବନ କି ପ୍ରକାର ଅଟେ? ପୁରସ୍କୃତ ପ୍ରାପ୍ତ, ପୁରସ୍କୃତ ପ୍ରାପ୍ତ ଆମମାନଙ୍କର ଜୀବନ ଅଟେ। ଆମମାନଙ୍କ ପୁରସ୍କୃତ ପ୍ରାପ୍ତ ଜୀବନ ଯାପନ କରିବା ଆବଶ୍ୟକ। କାରଣ ସେ ବିନାଶ ସମୟ ଉପସ୍ଥିତ ହଉ, ଆମମାନଙ୍କୁ କୌଣସି ବିନାଶ ଆମମାନଙ୍କୁ ବିନାଶ କରିପାରିବ ନାହିଁ, ବିନାଶ କରିପାରିବ ନାହିଁ, ନଷ୍ଟ କରିପାରିବ ନାହିଁ। ତେଣୁ ଆମମାନଙ୍କ ଜୀବନରେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା। ଜିର୍ମୀୟ 51:1 ଲେଖା ଅଛି, ସଦାପ୍ରଭୁ ଏ କଥା କହନ୍ତି, ଦେଖ ଆମ୍ଭେ ବାବିଲ ବିରୁଦ୍ଧରେ ଓ ଲେବ କମାଇ ମୋର ପ୍ରତି ବିରୁଦ୍ଧକାରୀ ମାନଙ୍କ ଅନ୍ତଃକରଣ ନିବାସୀ ମାନଙ୍କ ବିରୁଦ୍ଧରେ ଏକ ବିନାଶକ ବାୟୁ ଉତ୍ପନ୍ନ କରିବା। ପ୍ରିୟ ପ୍ରଭୁଙ୍କ ଦାସ ମାନେ, ଦାସୀ ମାନେ, ଆପଣ ମାନଙ୍କର ମନେ ଥିବ ଆମମାନଙ୍କର ଏକ ବାୟୁ ଆସିଥିଲା। କୋ ବାୟୁ? ବିନାଶ ବାୟୁ, ଯୋ ଦ୍ୱାରା ସମସ୍ତେ ଆମେ ନାକରେ ଘୋଡେଇକି ଚାଲୁଥିଲୁ। କୋଭିଡ-19 ବାୟୁ, ଯୋ ବାୟୁ ଦ୍ୱାରା ଆଘ୍ରାଣ କରାଯାଉଛି, ସେହିପରି ବାୟୁ ଆମମାନଙ୍କୁ ପଠେଇବେ। ଏକ ବିନାଶକ ବାୟୁ ଉତ୍ପନ୍ନ କରିବା। ସେ ସମୟରେ ବିନାଶ, ଅନେକ ଲୋକ ଲକ୍ଷ ଲକ୍ଷ ମୃତ୍ୟୁବରଣ କଲେ। ଏହା ହଉଛି ବିନାଶକ ବାୟୁ। କେତେବେଳେ ବାୟୁ ପଠେଇବେ, କେତେବେଳେ ଆଉ ମାନେ କଣ ଆଶ୍ଚର୍ଯ୍ୟ କର୍ମ କରି ଆଉ ଭୂମିକମ୍ପ କରିବେ। ଆଉ ସେଥିପାଇଁ ବର୍ତ୍ତମାନ ଆମେ ପ୍ରସ୍ତୁତ ରହିବା। ବିନାଶ ଅକସ୍ମାତ ଆସେ। ରୁଷିଆରେ ଶୁଣୁଥିଲେ ମୁଁ, ଅନେକ ଲୋକ, ହଜାର ହଜାର ଲୋକ ବର୍ତ୍ତମାନ ସେ ମୃତ୍ୟୁବରଣ କରିଅଛନ୍ତି। ଏ ବାୟୁ ଯେତେବେଳେ କୋଭିଡ-19, ଏହା ହେଉଛି ବିନାଶକ ବାୟୁ ଅଟେ ବୋଲି ମୁଁ ଚିନ୍ତା କରୁଥିଲି। ଅନେକ ଲୋକ ମୃତ୍ୟୁବରଣ କଲେ। ବିନାଶ କରିବା ନିମନ୍ତେ ନିପୁଣ ଲୋକମାନଙ୍କର ହସ୍ତରେ ସମର୍ପଣ କରିବା। ଆମେ ଆଉ ନିପୁଣ ଲୋକମାନଙ୍କ ହସ୍ତରେ ସମର୍ପଣ କରିବା। ତାଜି ଜିକଲ ଲେଖିଲେ 21:31 ଆଉ ଆମ୍ଭେ ତୁମ ଉପରେ ଆପଣା କ୍ରୋଧ ଢାଳିବା, ଆମ୍ଭେ ତୁମ ଉପରେ ଆପଣା କୋପରୂପ ଅଗ୍ନି ଫୁଙ୍କିବା, ପୁଣି ଆମ୍ଭେ ପଶୁବତ ବିନାଶ କରିବାକୁ ନିପୁଣ ଲୋକମାନଙ୍କ ହସ୍ତରେ ତୁମମାନଙ୍କୁ ସମର୍ପଣ କରିବା। କେମିତି ହେଇଥାଏ? ବିନାଶ କରିବା ଲୋକମାନଙ୍କୁ କରିବାକୁ ନିପୁଣ ଲୋକମାନଙ୍କ ହସ୍ତରେ ତୁମକୁ ସମର୍ପଣ କରିବା। କି କଥା! ପ୍ରଭୁ ସେ କ୍ରୋଧ କରନ୍ତି, କାରଣ ସେ ଆମମାନଙ୍କୁ ସେ ସଦା ସର୍ବଦା ସେ ଲାଳନ ପାଳନ କରନ୍ତି। ସମସ୍ତ ବିଷୟରେ ସେ ଆମମାନଙ୍କୁ ସମସ୍ତ ବିଷୟ ଯୋଗେଇବା ପରମେଶ୍ୱର ଅଟେ। ହେଲେ ମଧ୍ୟ ଆମମାନଙ୍କର ଜୀବନ, ଯୋଉ ଆମମାନଙ୍କର এই ଖସଡ଼ାମୟ ଜୀବନ, ଖସଡ଼ାମୟ ଜଗତରେ ଆମମାନଙ୍କର ସବୁବେଳେ ଆମେ ପାଦ ଖସି ଯାଉଛି।
ବଶବର୍ତ୍ତୀ ବିନାଶ କରିବାକୁ ଲୋକମାନଙ୍କ ହସ୍ତରେ ତୁମକୁ କଣ କରିବେ? ସମର୍ପଣ କରିବେ। ପ୍ରଭୁ ଆମମାନଙ୍କୁ ସମର୍ପଣ କରିବା ପୂର୍ବରୁ ଆମେ ନିଜେ ସମର୍ପଣ ହେଇଯିବା। ଆଜି ଆମେ ନିଜେ ସମର୍ପଣ ହେଇଯିବା। ସେଦିନ ଇସ୍କାରିୟତ ଯିହୁଦା ଯେତେବେଳେ ସେ ତର ତର ହଉଅଛନ୍ତି ଯୀଶୁଙ୍କୁ ସମର୍ପଣ କରିବା ସମୟରେ ଆଉ ତାଙ୍କୁ କହୁଛନ୍ତି ହଁ ମତେ ତମେ ସମର୍ପଣ କର। ଆଜି ଯଦି ଆମେ ତାଙ୍କ ନିକଟରେ ଆମେ ସେ ବିନାଶ ରୂପ ହସ୍ତରେ ସମର୍ପଣ ହେବା ପୂର୍ବରୁ ଆମେ ତାଙ୍କ ନିକଟରେ ଯଦି ସମର୍ପଣ ହେବା, ପ୍ରଭୁ ମୁଁ ଜଣେ ପାପୀ, ହଁ ପ୍ରଭୁ ମୁଁ ଜଣେ ଅମୁକ ମୋ ପଦ ଥିଲେ ମଧ୍ୟ ମୋର ଜୀବନ ପ୍ରଭୁ ଏଇ ଜଗତର ପାପରେ ପଡିଛି। ହଁ ପ୍ରଭୁ ତୁମ ପବିତ୍ର ଆତ୍ମା ପର୍ଯ୍ୟନ୍ତ ମୁଁ ଧାରଣ କରିପାରୁନାହିଁ ପ୍ରଭୁ। ଯୋଉ ବିନାଶ ଦିନ ଆସୁଛି ପ୍ରଭୁ, ଶାନ୍ତିର ଦିନ ଅନ୍ୱେଷଣ କରିବୁ ପ୍ରଭୁ, ତାହା ପାଇପାରିବୁ ନାହିଁ ପ୍ରଭୁ। ତୁମେ ମତେ ରକ୍ଷା କର, ତୁମେ ମତେ ରକ୍ଷା କର, ତୁମେ ମତେ ରକ୍ଷା କର ପ୍ରଭୁ। ନିଶ୍ଚିତ ଭାବରେ, କାରଣ ଯଦି ତୁମେ ଧାର୍ମିକ ଲୋକ ହେଇଥାନ୍ତ, ଜଗତ ଭ୍ରଷ୍ଟ ହେଇଗଲା, ପୃଥିବୀ ଭ୍ରଷ୍ଟ ହେଇଗଲା। ଆଉ ସେଥିପାଇଁ ସେ ପରିବାର ତାଙ୍କ ଭୟ କରୁଥିଲେ। ଆଉ ସେ ନୋହଙ୍କ ପରିବାର ପାଇଁ ସେ ଅକସ୍ମାତ ସେ କରିନାହାନ୍ତି, ସମୟ ଦେଇ ଅଛନ୍ତି। ଆଜି ଆମମାନଙ୍କୁ ସମୟ ପାଇଅଛୁ, ତାଙ୍କୁ ସେ ପରିବାରକୁ ରକ୍ଷା କରିଥିଲେ, ଆମମାନଙ୍କୁ ମଧ୍ୟ ସେ ରକ୍ଷା କରିବେ। ତେଣୁ ଆଜି ଆସ ଆମେ ସମର୍ପିତ ହେବା, ଆସ ଆଜି ସମର୍ପିତ ହେବା। ଏଥିପାଇଁ ନୋହ ଡାକିଲେ, ଆସ ଏ ସମସ୍ତ ଜଳରେ ବ୍ୟାପ୍ତ ହେଇଯିବ, ନଷ୍ଟ ହେଇଯିବ। ଏଇ ସୁନ୍ଦର ମୁଁ ଜାହାଜ ନିର୍ମାଣ କରିଛି, ଏ ଜାହାଜ ନିକଟକୁ ଆସ। ଡକରା ଯାଇଥିଲା, ଆଜି ଆମମାନଙ୍କୁ ମଧ୍ୟ ଡାକ ପଡୁଛି। ଆଜି ଆମମାନଙ୍କୁ ମଧ୍ୟ ଏ ବିନାଶ ଆସୁଅଛି, ବିନାଶ ଆସୁଅଛି। ଆଉ ସେମାନେ ଶାନ୍ତି ଅନ୍ୱେଷଣ କରିବେ, ପୁଣି କିଛି ପାଇବେ ନାହିଁ, ଏହା ମଧ୍ୟ ଆମମାନଙ୍କୁ ଡକରା ଯାଉଛି। ଏଇ ଡକରା ନୋହଙ୍କ ଡକରା ଯେମିତି ଆଜି ଏଇ ଆମମାନଙ୍କ ମଧ୍ୟ ପ୍ରଭୁ ଏଇ ଡକରା ଭବିଷ୍ୟତ ଦ୍ଵାରା ଇସ୍ରାଏଲ ଲୋକମାନଙ୍କୁ ଏ ଡକରା କରାଯାଉଛି। ଆଜି ଆମମାନଙ୍କର କର୍ଣ୍ଣରେ ବାଜୁଛି, ତାଙ୍କ ନିକଟକୁ ଯିବା। ଜିଜିକଲ 21:31 ଲେଖା ଅଛି, ତା ସହିତ ଲେଖା ଅଛି ଭୟଙ୍କର ଲୋକମାନଙ୍କୁ ତୁମ ବିରୁଦ୍ଧରେ ଆଣିବା। ଜିଜିକଲ ତାର 28:7 ପଦ ଲେଖା ଅଛି, ଭୟଙ୍କର ଲୋକମାନଙ୍କୁ ତୁମ ବିରୁଦ୍ଧରେ ଆଣିବା। କି କଥା, କି କଥା ଆମମାନଙ୍କର ଜୀବନରେ ଏ ପ୍ରକାର ଚାଲିଛି ଯେ ଆମେ ଭୟଙ୍କର ଲୋକମାନଙ୍କ ମାନେ ପାଦରେ ପଡିବା। ଲେଖା ଅଛି ତାର ଜିଜିକଲ 28 ତାର 7 ପଦରେ ଲେଖା ଅଛି, କଣ ଲେଖା ଅଛି? ଦେଖ ଆମେ ବିଦେଶୀ ମାନଙ୍କୁ ଗୋଷ୍ଠୀ ଗଣ ମଧ୍ୟରେ ଭୟଙ୍କର ଲୋକମାନଙ୍କୁ ତୁମ ବିରୁଦ୍ଧରେ ଆଣିବା। ତହିଁରେ ସେମାନେ ତୁମର ଜ୍ଞାନ ରୂପକ ସୌନ୍ଦର୍ଯ୍ୟର ପ୍ରତିକୂଳରେ ଆପଣା ଆପଣା ଖଡ୍ଗ ନିଶ୍ୱାସ କରିବେ ଓ ତୁମର ଶୋଭା ଭ୍ରଷ୍ଟ କରିବେ, ତୁମର ଶୋଭା ଭ୍ରଷ୍ଟ କରିବେ। କେମିତି? ଆମେ ଗୋଟେ ପଦ ପାଇଲେ ଏତେ ସୁନ୍ଦର ସ୍ତ୍ରୀ ଖିସ୍ତ୍ରୀ କରିକି ଖଡା କରିକି ଆମେ ଭୁଲୁଥାଉ, କିନ୍ତୁ ଆମମାନଙ୍କର ହୃଦୟରେ ଯୋଉ ଦୁଷ୍ଟ କର୍ମ ଚାଲିଛି, ଆମମାନଙ୍କର ହୃଦୟରେ ଯୋଉ ମନ୍ଦ କର୍ମ କରିଛି, ଯେତେବେଳେ ସେ ମନ୍ଦ କର୍ମ ଜଣା ପଡେ, ଯେତେବେଳେ ମନ୍ଦ କର୍ମ ଜଣା ପଡେ, ଆଉ ସେତେବେଳେ ମଣ୍ଡଳୀ ଯଦି ତାକୁ ଶାସନ କରିଥାଏ, ତାର ଯୋଉ ସୌନ୍ଦର୍ଯ୍ୟ ଶୋଭା ଭ୍ରଷ୍ଟ ହୋଇଯାଏ। ପ୍ରଭୁ ଆମମାନଙ୍କୁ ତାଙ୍କ ପବିତ୍ର ଆତ୍ମାଙ୍କ ତେଜରେ ଆମମାନଙ୍କୁ ତେଜସ୍ୱ କରିବା ପାଇଁ, ସୌନ୍ଦର୍ଯ୍ୟ କରିବା ପାଇଁ ସେ ଆମମାନଙ୍କୁ ଆହ୍ୱାନ କରିଅଛନ୍ତି। ସେଥିପାଇଁ ସେ କହିଲେ, ହେ ମୋର ସ୍ୱର୍ଗୀୟ ଆହ୍ୱାନର ଭାତୃବୃନ୍ଦଗଣ, ତମେ ଭାବି ଦେଖ, ଈଶ୍ୱରଙ୍କର କଥା ଭାବି ଦେଖ। ତେଣୁ ଆଜି ଆମେ ଭାବିବା କୋଉ ପଦରେ ଆମେ ଅଛୁ, କୋଉ ପଦରେ ଆମେ ଚିନ୍ତା କରୁଛୁ। ତେଣୁ ସେଇ 28:10 ଲେଖା ଅଛି ଯେ କଣ ଲେଖା ଅଛି ଆମେ ପଢିବା, ତୁମେ ବିଦେଶୀ ମାନଙ୍କ ହସ୍ତରେ ଅସୁନ୍ନତ ଲୋକମାନଙ୍କ ତୁଲ୍ୟ ମରିବ, କାରଣ ଆମ୍ଭେ ତାହା କହିଅଛୁ, ଏହା ସଦାପ୍ରଭୁ କହନ୍ତି, ଅସୁନ୍ନତ ଲୋକମାନଙ୍କ ତୁଲ୍ୟ ମରିବ। ଆଜି ଆମେ ଦେଖିବା, ଆଜି ଆମେ ଅସୁନ୍ନତ ଅଛୁ କି? ଆଜି ଆମେ ଚିନ୍ତା କରିବା ଯେ ଆମେ ଅସୁନ୍ନତ ଭାବରେ ଅଛୁ କି? ଯଦି ଆମେ ସୁନ୍ନତ ନୁହଁ, ତାହେଲେ ଆମମାନଙ୍କର ଜୀବନ ବାସ୍ତବ ଭାବରେ ଆମମାନଙ୍କର ନଷ୍ଟ ହବ, ବିନଷ୍ଟ ହବ। କାରଣ ବିନାଶ ଆସି ସେଦିନ ଆମେ ରକ୍ଷା ପ୍ରାପ୍ତ ହେଇପାରିବ ନାହିଁ। ତେଣୁ ଆଜି ଆସ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା, ସୁନ୍ନତ ହବା, ସୁନ୍ନତ ହବା। କାରଣ ଆମମାନଙ୍କର ସୁନ୍ନତ, ଆମମାନଙ୍କର ସୁନ୍ନତ ଆମମାନଙ୍କ ନିକଟରେ ଅଛି, ଆମମାନଙ୍କର ସମ୍ମୁଖରେ ଅଛି, ଆମମାନଙ୍କର ଜୀବନ୍ତ ବାକ୍ୟ ଉପରେ ଅଛି। ବାକ୍ୟ ଆମମାନଙ୍କୁ ସଚେତନ କରେ। ଦାଉଦ କହିଲେ, ଯେତେବେଳେ ସେ ପାପରେ ପଡିଗଲେ, ପ୍ରଭୁ ତମ ବାକ୍ୟ ମତେ ସଚେତନ କର,
आज आम सचेतन विषय कौन से मत कहले ताहा नुहे से माने आम कहले ताहा नुहे वाक्य आम सचेतन करे आज जदि सचेतन अच्छु वास्तव भाव में विनाश आसु किछि करिबो नाय तेणु आज आम जीवन में ताहा मान पाखे न हो से परि आम देखुछु जे आम जीवन में कि प्रकार आम जीवन से जिकल 28 तार 18-28 लेखा अच्छी से विवेचना करे ओ आपण कृत समस्त अपराध फेरे से निश्चय बंचिब आ से मरिब नाय आसु जदि फेरिबा जदि कृत समस्त अपराध फेरिबा जेते के कार्य करू से अपराध फेरिबा एतिपाई से निश्चय आसु विनाश आसु विनाश किछि करिब नै कारण विनाश किछि करिब नै तेणु आम जीवन वास्तव भाव में निकटवर्ती हवा प्रभु से कौन करेंगे आ से आम उद्धार करेंगे विनाश आसु जदि आम कृत समस्त अपराध आम फेरे ताहले से निश्चय बंचिब मरिब नाही फेरिबा जीवन आम फेरिबा जहाँकि से 18-30 पद लेखा अच्छे लिखिले एथिपाई से आम तुम मानकर प्रत्येक कथा आचार व्यवहार अनुसार विचार करिबा प्रभु सदा प्रभु कहंती तुम्बे माने फेर आपण मानक समग्र आदर विमुख हुओ अधर्म तुम मानकर नाशनक नहिबो धर्म एरिले एबे नै एबे विनाश होई परिबो नै तेणु आज आम फेरिबा जेते मानकर विनाश रही जदि फेरी जीवा ताले विनाश हो पारिबो नै एते गीत संहिता दाऊद कहले 107 से 20 से आपना वाक्य पठाई से मानको सुस्त करंती से विनाश से मानको उद्धार करिवो हालेलुया हालेलुया प्रभु से विनाश से वाक्य दे अछंती वाक्य पठे अछंती से सुस्त करिबा पाए विनाश से कोन उद्धार करिबा पाए वाक्य पठे अछंती हां हम पाखे वाक्य अछि हां हम पाखे धर्मशास्त्र अछि मो 4 दिन को थरे रविवार दिन मु खोजे ताहा हेबी पारिबो कि वाक्य दे अछंती वाक्य पठे अछंती वाक्य मान को पाखे रहिछि मु 8 दिन परे ताको पुछिबी आ मो चर्च को धरि कि जीबी ताहा हे पारिबो कि अध्ययन करने सहित प्रार्थनार सहित जीवन काटिबा थेसलोनी मंडली को साधु पौल कहले 4:7 कारण ईश्वर आम मानक असुचितारे जीवन यापन करने निमंते आह्वान न करी पवित्र हेबा निमंते आह्वान करि अछंती से आमानको से पवित्रतार जीवन रे आह्वान करि अछंती अपवित्रता भाव न रहिबा पाए कारण ए विनाश आसुथिबा हेतु पवित्र भाव रे रुह तुम्हें अपवित्र असुचितार रुह ना कारण विनाश आसुची तेणु आज आम कौन करवा शैतान को प्रतिरोध करवा सब बेले आम शैतान आम पाखे पाखे रही आम को रक्षा करने जो दूत पाखे पाखे रोचे से दूत पाखे समय शैतान मान पाख निकट रोचे तेणु कौन ताको प्रतिरोध करने को हम याकूब 4:7 लेखा अच्छी अतः तुम्हें माने ईश्वर बसीभूत हो जदि ईश्वर बसीभूत हम शैतान को प्रतिरोध कर ताले से तुमठार निकट पलाई जीव जदि बसीभूत न हवा शैतान को केते घोड़िले सी आसीज प्रिय मो ख्रीष्ट रक्त विश्वासी बापा माँ भाई भौणी प्रभु दास महान महान दास मान अच्छा आम प्रत्येक समय प्रभु को आम शैतान को कि प्रकार प्रतिरोध करवा यह मान को प्रभु कहते तेणु आम आज्ञा जदि प्राण माने आज्ञा पालनकारी अपना प्राण रक्षा करे मात्र अपना पथ विषय जे असावधान से मरिब प्रभु आमान को जो आज्ञा दे विनाश आसु जदि आज्ञा पालन करबा ताले निश्चित आमान प्राण रक्षा हबो प्राण रक्षा हबो प्राण रक्षा हबो प्रभु आमान को से अनुग्रह करियछंती से गीत मध्य लेखा अच्छी 33:18 देख जो माने सदा प्रभु को भय करती ताहांकर दयारे भरोसा रखती से प्राण मृत्यु रक्षा करबा पाई ओ दुर्भिक्ष समय से बंचाइबा पाई से ताहांकर दृष्टि थाए आमान ऊपर दृष्टि अच्छी आमान को रक्षा करबा पाई
आमान दृष्टि रखी अछंती रक्षा करिबा पाए तेणु आसु आमानकर ए अंतिम समय रे ए घड़ी संधि मुहूर्त रे आ ए विपद आसीबा समय रे ए विनाश आसीबा समय रे तांको निकटवर्ती हेबा तांको निकटवर्ती बा प्रभु से आमान को रक्षा करिवे प्रभु आमान को बंचाइबे जदि ए पर्यंत असुन्नत भाବରେ ଅଛୁ ସୁନ୍ନତ ହେବା ଜୀବନ ଯାପନ କରିବା ପବିତ୍ରତା ଜୀବନ ଯାପନ କରିବା ପବିତ୍ର ଆତ୍ମା ଧାରଣ କରିବା ତାହେଲେ ପ୍ରଭୁ ଆମମାନଙ୍କୁ ସେ କଣ କରିବେ ରକ୍ଷା କରିବେ ଅନନ୍ତ ରାଜ୍ୟର ଅଧିକାର କରିବେ ପ୍ରଭୁ ଏକୃତ କରି ଆଶୀର୍ବାଦ କରନ୍ତୁ ଆମେନ୍ ସମସ୍ତଙ୍କୁ ମୋର ନମସ୍କାର ନମସ୍କାର धन्यवाद सर अति सुंदर शिक्षा समस्त गोटे उच्च करताली बजाय प्रभु दास को प्रभु गौरव सकाशे आम धन्यवाद दवा धन्यवाद सर निश्चित भाव अति उत्तम शिक्षा आम प्रभात रे पाइछु निश्चित भाव प्रभु प्रत्येक को आशीर्वाद करी मु आशा करे ये वाक्यटा प्रचुर परिमाण रे प्रत्येक जीवन में वास करिवो तो प्रभु गौरव पांतु आसंतु आम शेष प्रार्थना करबा प्रार्थना पूर्व किसी अनाउंसमेंट अछि प्रभु दास से जनाइबे हाँ अनाउंसमेंट आपण मान सम्मुख में रखिया चाहिए आमर आज वक्ता प्रभुंकर दास प्रकाश करुली आमर गेट टुगेदर एडवाइजर पवित्र जेना सर वाक्य आरंभ समय रे प्रकाश कले जे आमाने प्रस्तुति हेबा प्रभुंकर दया अनुग्रह हेतु आमर पंचम गेट टुगेदर रो ग्रांड सक्सेस हेछि षष्ठ गेट टुगेदर आमर आसंता वर्ष 2027 साल अक्टोबर मास दसरा छुट्टी चली से दसरा छुट्टी समय रे कमिटी डेट निर्धारण करेंगे तापर आम प्रकाश करूँ तेणु आपण मानकु मु अनुरोध करी जेपरिक एडवाइजर डिकन पवित्र जेना सर आज वाक्य आरंभ पूर्व प्रकाश करिसेंती इंटरसेसरी प्रेयर परिचालना करुथिले जे आमानकर सभापति गेट टुगेदर सभापति रेवरेंड प्रमोद परिचा सार गोटे पॉइंट नहीं कि प्रार्थना रिक्वेस्ट कहूथिले दुई दासंकर मुखर आम शुणा पारिलु जे आमानकर षष्ठ गेट टुगेदर आमानकर दिल्ली महानगरी रे अनुष्ठित हेबो आसंता वर्ष 2027 साल अक्टोबर मासरे तेणु वर्तमान ठारो व्यक्तिगत भावरे पारिवारिक भावरे मांडलिक भावरे प्रार्थना रे स्मरण करंतु द्वितीय विषय जो माने जीवा पई चाहंती आमे तो चाहूचो समस्ते जीवा बोली जेपरिक बॉम्बे पाखा 60 लोक माने जाइतेलो से प्रकार अधिक 60 रु अधिक लोक जीवा पई माने चाहूचो आपण माने मते किंबा आमानकर सभापति आज्ञा को नाम आपण माने देई परिबे विशेष करी एई जो सफलता निमंते आमाने प्रार्थना रे स्मरण करिबा समस्त शारीरिक सुस्थ सबल रहिबो सेथि निमंते प्रार्थना करिबा सुंदर भावरे वाक्य देइछंती जेना सर तांको पई तांको स्वास्थ्य पई गतकाली तांको देह असुस्थ थिला मु कथा होतिली किंतु प्रभु तांको सुस्थ करिसंती कंप्लीटली जेपरि सुस्थता प्रदान करिबे सेथि निमंते तांको सेवा कार्य परिवार पई मध्ये प्रार्थना रे स्मरण करिबा एवं सुधीर कुमार गरोडा आज्ञा पास्टर आज्ञा बहुत सुंदर भावरे परिचालना करुछंती तांको पई तांको सेवा कार्य परिवार पई प्रार्थना रे स्मरण करिबा बहुत सुंदर भावरे वर्शिप करितिले इवांजलिस्ट सचिन जल सर तांको पई तांकर सेवा कार्य परिवार पई मध्ये प्रार्थना रे स्मरण करिबा एवं आमानकर प्रिय पास्टर सत्यवान आनंद आज्ञाकर देह असुस्थ रहिछि तांकरी सुस्थता पई प्रार्थना करिबा के लिमा सारंकर मिसेसंकर देह असुस्थ रहिछि तांकरी सुस्थता पई प्रार्थना करिबा कल्पना सिस्टरंकर देह असुस्थ रहिछि तांकरी सुस्थता पई मध्ये प्रार्थना करिबा एवं प्रदीप रावल आज्ञाकर देह मध्ये असुस्थ रहिछि तांकरी सुस्थता पई प्रार्थना करिबा आमानकर कराड सार हसय कराड सारंकर स्त्री ज्ञानंजनी कराड मैडम कर देह मध्ये असुस्थ रहिछि सुस्थता पई मध्ये प्रार्थना करिबा जानत अजानत रे अनेक लोक असुस्थ अछंती समस्तंकर सुस्थ सबल पई आमाने प्रार्थना रे स्मरण करिबा ए समस्त विषय नै प्रार्थना रे स्मरण कराइबे बोली मु अनुरोध करे धन्यवाद सर आम बाग आज्ञा देह भी प्राय सप्ताह हेलानी
एसिड ପାଇଁ ବହୁତ କଷ୍ଟ ପାଉଛନ୍ତି ତାଙ୍କୁ ପ୍ରାର୍ଥନା କରିବେ। ଧନ୍ୟବାଦ। ଆଉ ପ୍ରାର୍ଥନା କରିବା। ହଷ୍ଟାଜଙ୍କୁ ମଧ୍ୟ ଧନ୍ୟବାଦ ଦିଏ ପ୍ରତିଟି ବିଷୟରେ ପ୍ରାର୍ଥନା ନଦ ରଖିଛନ୍ତି। ବିଶେଷ ମୁଁ